ଜୟ ଶ୍ରୀରାମ। ସମ୍ପର୍କ କାଟିବା ଆଗରୁ କିଛି ଗୋଟେ ନଷ୍ଟ କରିଦେବା ଆଗରୁ 50 ଥର 100 ଥର ଭାବନ୍ତୁ। ଗୌତମ ବୁଦ୍ଧ ଜଙ୍ଗଲରେ ଯାଉଛନ୍ତି, ଅଙ୍ଗୁଳିମାଳ ହାବୁଡ଼ରେ ପଡ଼ିଲେ। ପ୍ରାୟ ଏ କାହାଣୀ ସମସ୍ତେ ଜାଣିଥିବେ, କିନ୍ତୁ ଲୋକ ଭୁଲିଗଲେଣି। ଅଙ୍ଗୁଳିମାଳ ଡାକୁ ଯେତେବେଳେ ଫାର୍ସା ଉଠିକି ହାଣିବା ପାଇଁ ଆସିଲା, ଆଙ୍ଗୁଳି କାଟିକି ନେଇ ବେକରେ ପିନ୍ଧିବ, ତାର ଅଭ୍ୟାସ। ଗୌତମ ବୁଦ୍ଧ କହିଲେ, ମୋର ଛୋଟ ଶେଷ ଇଚ୍ଛା ପୂରଣ କରିବୁ? କହିଲେ ହଁ। କଣ କୁହ? ଇଏ କହିଲେ, ଗଛରେ ଯୋଉ ଛୋଟ ଛୋଟ ସବୁ ଶାଖା ଦି ଚାରି ଖଣ୍ଡ ଅଛି କାଟିଦେଲି। ସେ ଗଛର ଶାଖା ଯୋଉ ଥାଏ କାଟିଦେଲା ପରେ ଏବେ ତାକୁ ଯୋଡ଼ିଦେ। ମୁଁ ଯୋଡ଼ିବି କେମିତି? ଗଛରୁ କାଟିଦେଲା ପରେ କେମିତି ଯୋଡ଼ିବି? ଯଦି ଗଛରୁ ତୁ କାଟିକି ଯୋଡ଼ି ପାରିବୁ, ଗୋଟେ ଲୋକର ଆଙ୍ଗୁଳି କାଟିଦେଲା ପରେ ତାକୁ କଣ ଲାଗୁଥିବ ତାର ଚିନ୍ତା କରୁଛୁ? ତା ହାତରୁ ଫାର୍ସା ଖସି ପଡ଼ିଲା, ସେ ବଦଳିଗଲା ପଦେ କଥାରେ। କିନ୍ତୁ ଆଜିକା ସମାଜରେ ସମ୍ପର୍କ ଏତେ ଖରାପ ହେଇଗଲାଣି, ଏତେ ସ୍ୱାର୍ଥବାଦୀ ହେଇଗଲେଣି ଲୋକ, ଆଙ୍ଗୁଳି କଣ ଲୋକ ବେକ କାଟିବାକୁ ପଛଉନାହାନ୍ତି। ଭାବିବାର ବିଷୟ। ଜୟ ଶ୍ରୀରାମ।